आखी बोले
ଲଗେଇଦେଲୁ ଆଉ ଭାବିଛୁ ଏମିତି ଭାବ ଲଗେଇଲେ ମତେ ଖାଲି ଖାଲିରେ ଫେରିବାକୁ ପଡିବ। ନାଇଁ ରେ ବାଙ୍କ କାହାକୁ ଖାଲି ଫେରେଇ ଦେବା ଜଗନ୍ନାଥ ମିଶ୍ର ଖାନଦାନେ ନାହିଁ। ଆରେ ହୁଏତ ତତେ ଭାତ ଉଠେ ନ ଦେଇପାରେ ହେଲେ ତୋ ଉଠ ଓଦା କରିବାକୁ ଚା କି ପାଣି ଗ୍ଲାସ ତ ଦେଇପାରିବି। ମୁଁ ଏଠି ଭାତ ଖାଇବାକୁ ଆସିନି କି ପାଣି ପିଇବାକୁ ଆସିନି ଅନାନି ଆସିଛି ଟଙ୍କା ଟଙ୍କା ପାଇଁ। ଟଙ୍କା? ହଁ ଆରେ କି ଟଙ୍କା? ତୋର ତ ଟଙ୍କା ଧାରେ ଆଣିନି। କାହିଁ ତୁ ତ ଘରେ ଏକେଲା ଅଛୁ ତୋ ଘରେ କେହି ନାହାନ୍ତି ତୋ ପୁଅକୁ ଡାକେ ତୋ ଝିଅକୁ ଡାକେ ଦେଖିବା। ଠିକ ଅଛି ମୁଁ ଡାକୁଛି। ଡାକ। ଆରେ ମା ତୁଳସୀ ଅଂଶୁ ଆରେ ଟିକେ ଆସିଲ ଏଠିକି। ଆରେ ମା ତତେ ଡାକିଲି ତୁଇ ବାଙ୍କ ଠାରୁ କେତେ ଟଙ୍କା ଧାର ଆଣିଥିଲୁ? କଣ ହେଲା? ମଉସା କହୁଛନ୍ତି ମୁଁ ତାଙ୍କ ଠାରୁ ଟଙ୍କା ଧାର ଆଣିଛି। ଆରେ ଟକା ସେ ବୋଲୁକ ଛତ୍ର ପକେଇ ମୁହଁରେ ବଇଛୁ। ଆରେ ଚୁନଚୁତ୍ରା ମା ସରପି ଆରେ କେତେ ଟଙ୍କା ଆଣିଛୁ କହୁନୁ? ବାପ ଭଉଣୀ ତ ଟଙ୍କା ମୁଁ ତ ଆଣିଥିଲି ନା ତମେ ମତେ ଟଙ୍କା ଦେଇଥିଲ? ଏଇଠି ଅନାନି ଟଙ୍କା ତେରା କଥାଟା କନା କହୁଛି ମାନେ ମୋ ନା ବାଙ୍କୁ ବିହାରୀ ମୋ ଚାଲି ସିନା ବଙ୍କା ହେଲେ ଆଉ ସବୁ ମୋର ସିଧା ଉତାର ମା ଉତାର। ଆରେ କଣ ଏମିତି ତ ଦରକାର ପଡିଲା ଯେ ମଉସାଙ୍କ ଠାରୁ ଟଙ୍କା କର ଜାଣିଲୁ? ମୁଁ ମୋ ପାଖରୁ ଟଙ୍କା ଖରଚ କରିନି। ତାହେଲେ ତାହେଲେ ସେ ତତେ ମାଗୁଛନ୍ତି କାହିଁକି? ତାଙ୍କ ଟଙ୍କା ଚିନି ବଣ୍ଡ ଲାଗିଛି। ତାହେଲେ ସେ ତତେ ମାଗୁଛନ୍ତି କାହିଁକି? ଅଂଶୁ ସେ କମ୍ପାନୀର ଜଣେ ଏଜେଣ୍ଟ ହେଇ କାମ କରୁଥିଲେ। ଏକା ମଉସା ଟଙ୍କା ମାଗୁନାହାନ୍ତି। ଏମିତି ଅନେକ ଲୋକ ଟଙ୍କା ମାଗୁଛନ୍ତି। କିଛି ଲୋକଙ୍କୁ ମୋ ଗହଣା ବିକି ମୁଁ ଟଙ୍କା ସୁଝି ସାରିଲେ। ଏ ଅଛୁ ଆରେ ଶିଖା ଏସବୁ କଣ କହିଯାଉଛି? ଶିକା ସତ କହୁଛି ନା ଉପା କମ୍ପାନୀଟା ବନ୍ଦ ହେଇଗଲା ହେଲେ ଲୋକମାନେ ମତେ ଟଙ୍କା ମାଗିବା ବନ୍ଦ କରୁନାହାନ୍ତି ଆଉ ସେମାନଙ୍କ ଟଙ୍କା ମୁଁ ସୁଝିଥାନ୍ତି କେମିତି? ଏ ବାପା ସ୍ତ୍ରୀର ଗହଣା ବିକିବି ଲୋକଙ୍କର ଟଙ୍କା ସୁଝୁଛୁ। ଦେଖ ମଉସା ଆଉ ମୋ ଟଙ୍କା ସୁଝିବୁ କେମିତି? କଣ ସ୍ତ୍ରୀ କି ଭଡ଼ାରେ ଲଗେଇ ସୁଝିବୁ? ମଉସା ଅଛୁ ଅଛୁ ଏ କଣ ହଉଛି? ଅଛୁ ଅଛୁ ମଉସା ଛାଡ ଅଛୁ। ବାପା ତମେ ଅଂଶ ଉପରକୁ ହାତ ଉଠେଇଦେଲ। ଅଂଶ ଛୋଟ ପିଲା ହିଁ ନାହିଁ ବାପା ସେ ବଡ ପିଲା ହେଇଗଲାଣି। ଯଦି ରାଗ ଟକରେ କିଛି କରି ବସେ ଏ ଅଂଶ ବାପାଙ୍କ କଥାକୁ ଧରିବନି ରେ। ତୁ ଯେମିତି ମଉସାଙ୍କ ତଣ୍ଟିକୁ ଧରିଥିଲୁ ଯଦି ତାଙ୍କର କିଛି ହେଇଯାଇଥାନ୍ତା କଣ ହେଇଥାନ୍ତା ଆମମାନଙ୍କ ଅବସ୍ଥା କହିଲୁ? ଏ ଅଂଶୁ କହିବା ଲୋକ ବଡ ନୁହଁରେ ସହିବା ଲୋକ ବଡ। ମଉସା ଯଦି ତାଙ୍କ ବଡ ପଣରେ କିଛି କହିଦେଲେ ଆମେ ସହି ଯାଇଥିଲେ ଅସୁବିଧା କଣ? ମଉସା ଛୋଟ ଭାଇଟା ମୋର ରାଗ ଟାଗର ଯଦି ହାତ ଉଠେଇ ଦେଇଛି ତା ପାଇଁ ମୁଁ କ୍ଷମା ମାଗୁଛି। ମୋ ଭାଇକୁ କ୍ଷମା କରିଦିଅନ୍ତୁ। କ୍ଷମା କରିଦେବି କ୍ଷମା କରିଦେବି। ଅନାନି ସିଏ ତ ମୋ ତଣ୍ଟିକି ଧରିଥିଲା ମୁଁ ଆଉ ଟିକେ ବଡ଼ ଠପ୍ ପିଇ ଯାଇଥାନ୍ତି ଏଇଠି ସିଏ ତ ତଣ୍ଟିକି ଧରିଥିଲା ମୋ ଏବେ ପିଠିରେ ପଡିଛି ତୋ ଆଉ ତ ମାରୁ ତୋ ବୋପା ମାରୁ ତୁଆ ମାରୁ ଆସ ନାଇଁ ମଉସା ଆପଣ ସେମିତି କୁହନ୍ତୁନି। କହିଲେ ଶହେ ଟଙ୍କା ଦେବି ଫେରେ ମାଡ଼ ଖାଇବି। ଏଇଠି ଆସନି କାହାକୁ ଛାଡ଼ିବିନି ମୁଁ ତ ଆଜି ପୋଲିସରେ ଦେବି। ଆରେ ନାଇରେ ବାଙ୍କ ତୁ ପୋଲିସ ଷ୍ଟେସନରେ ଯା ନା। ପୋଲିସ ଆସିଲେ ଏ ଘରର ମାନ ସମ୍ମାନ ସବୁ ମାଟିରେ ମିଶିଯିବ। ହଁ ମଉସା ଆପଣ ପୋଲିସ ଷ୍ଟେସନ ଗଲେ ଆମର ମାନ ସମ୍ମାନ ମାଟିରେ ମିଶିଯିବ। ମୋ ବାପାଙ୍କ ଇଜ୍ଜତକୁ ଆପଣ ଦାଣ୍ଡ ନିନାଲ କରନ୍ତୁନି। ମୁଁ ଆପଣଙ୍କୁ ହାତ ଯୋଡ଼ି ନେଉନାଉଛି। ମୁଁ ଆପଣଙ୍କୁ କଥା ଦଉଛି ଆପଣଙ୍କର ସବୁ ଟଙ୍କା ମୁଁ ସୁଝି ଦେବି। ବେଶୀ ଦିନ ସମୟ ନେବିନି ମାତ୍ର ଗୋଟେ ସପ୍ତାହ ଟାଇମ ଦିଅନ୍ତୁ। ସେଇ ଗୋଟେ ସପ୍ତାହ ଭିତରେ ମୁଁ ଆପଣଙ୍କର ସବୁ ଟଙ୍କା ସୁଝି ଦେବି। ଦେଲି ଗୋଟେ ସପ୍ତାହ ସମୟ ଦେଲି ଜଗାନ ନା ଝିଅ ଗୋଟେ ସପ୍ତାହ ସମୟ ନେଇ ଗୋଟେ ସପ୍ତାହ ଭିତରେ ଯଦି ପଇସା ମତେ ନ ମିଳେ ମୁଁ ବାଙ୍କୁ ବିହାରୀ
कि बापा को ए पर्यंत कहिलुनी कहीं କହିଥିଲେ କଣ ହେଇଥାନ୍ତା ଆଜିକାଲି ଲୋକମାନେ ମତେ ଖୋଜିବାକୁ ଆସୁଛନ୍ତି ପାଠ ଘାଟେ ଟଙ୍କା ମାଗୁଛନ୍ତି ତମେ ମତେ କିଛି ଶୁଣି ପାରୁନ ସିଏ ଶୁଣିବେ କାହିଁକି ଅପମାନ ହେଲା ତମେ ହଉଛ ଇଜ୍ଜତ କଲେ ତମର ଯାଉଛି ତାଙ୍କ ବାଧିବ କାହିଁକି ଓହୋ ତମେ ଟିକେ ଚୁପ୍ ରୁହ କାହିଁକି ଚୁପ୍ ହେବେ କଣ ପାଇଁ ଚୁପ୍ ହେବି ବାପା ହେଇଛ ବାପା ତେବେ ଥରେ ପଚାରି ବୁଝୁଛ ଏ ଘରକୁ ଏତେ ଲୋକ ଆସୁଛନ୍ତି କାହିଁକି ଅଂଶକୁ ଖୋଜୁଛନ୍ତି କାହିଁକି ଅନେକ ସମୟରେ ଅଂଶ ବାହାରେ ରହୁଛନ୍ତି କଣ ପାଇଁ ତେବେ ଥରେ ପଚାରି ବୁଝୁଛ ଓହୋ ତୁମ ପାଇକି ସବୁଠୁ ଦାମୀ ଗହଣା ହଉଛି ତମ ସ୍ୱାମୀ ତମ ସ୍ୱାମୀର ଋଣ ମୁକ୍ତ କରିବାକୁ ଯାଇ ତମେ ଗହଣା ବିକ୍ରି କରିଥିବାରୁ ତମେ ପ୍ରକୃତ ବୋହୂର ପରିଚୟ ଦେଇଛ ଅଂଶକୁ ସ୍ୱାମୀ ଭାବରେ ପାଇ ମୋ ଜୀବନଟା ପୁରା ବର୍ବାଦ ହେଇଗଲା ମତେ ସ୍ୱାମୀ ଭାବରେ ପାଇ ତମ ଜୀବନଟା ବର୍ବାଦ ହେଇଯାଇଛି ମୋର ତମକୁ ସ୍ତ୍ରୀ ଭାବରେ ପାଇ ମୋ ଜୀବନଟା ବର୍ବାଦ ହେଇଯାଇଛି ଅଂଶ ଆରେ ଏଥିରେ ଏଇ କାମ କରିବା ପାଇଁ ତମେ ମତେ ବାଧ୍ୟ କରିଥିଲ ଅଂଶ କହିପାରିବ ମୁଁ ପାଇଥିବା କମିଶନ ଟଙ୍କା ତମର ଅଏସ୍ କରିନ ତମେ ଶାଢ଼ୀ କିଣିନ ତମେ କଣ କରିନ ଓ ପ୍ରଶ୍ନର ଜବାବ ଦିଅ ତମେ ତମେ କଣ କହିବାକୁ ଚାହୁଁଛ ଗହଣା ମତେ ଫେରାଇବନି ଏଇ ଆସ ତାହେଲେ ଠିକ ଅଛି ମୁଁ ବି ଦେଖିବି ମୋ ଗହଣା ନ ପାଇଲେ ପର୍ଯ୍ୟନ୍ତ ତମେ ମାନେ ଏ ଘରେ କେମିତି ଶାନ୍ତିରେ ରହିବ କାହାରିକୁ ମୁଁ ଶାନ୍ତିରେ ରଖାଇ ଦେବି ରଖି ସୁଖେ ସୁଖେ ମରେଇ ଦେବେ ନାଇସିକା ତ ସେମିତି ଘର ମୋ ସୁନା ପଣିଟା ପୁରା ସେମିତି ଅବୁଝା ତୋର ଗହଣା ଦରକାର ନା ତତେ ଗହଣା ମୁଁ ଦେବି ଯା ଘର ଭିତରକୁ ଯା ଆରେ ଯା ପରା କହୁଛି ତୋ ବାପରେ ଭରସା ତୋ ବାପା ତୋର ସବୁ ଟଙ୍କା ସୁଝି ଦବ ଯା ଘର ଭିତରକୁ ଯା ଆରେ ଯା ପରା କହୁଛି ବାପା ଝିଅ ପିଲାଟେ ଏତେ ଟଙ୍କା କୋଉଠୁ ଆଣିବି କଣ କରିବି ତମେ ଏ କଥା ଭାବୁଛ ନା अरे वा ସେଇ କଥା ହିଁ ମୁଁ ବସି ଭାବୁଛି ଏତେ ଟଙ୍କା ତୁ ଆଣିବୁ କୋଉଠୁ ଲକ୍ଷାଧିକ ଟଙ୍କାର କଥା ତତେ ଦବ କିଏ ସେଥିପାଇଁ ଭାବୁଛି କଣ ଜାଣିଛୁ ରେ ମା କଣ ଭାବୁଛ ଏଇ ଘର ଜମି ବାଡ଼ି ସବୁ ବିକ୍ରି କରିଦେବ ନାଇଁ ନାଇଁ ବାପା ତମେ ସେମିତି କୁହନି ବାପା ତମେ ସେମିତି କୁହନି ଏଇ ଘର ଖଣ୍ଡକ ତ ଆମର ଶେଷ ସମ୍ବଳ ତମେ ଯଦି ଘର ଜାଗା ବାଡ଼ି ସବୁ ବିକ୍ରି କରିଦବ ମଞ୍ଚଟା ରହିବ କୋଉଠି କେମିତି ଚଳିବ ସେ ତମ ନିଷ୍ପତ୍ତି ବଦଳ ହେଇଦିଅ ବାପା ବଦଳ ହେଇଦିଅ ଆରେ ସିଏ କୋଉଠି ରହିବ କେମିତି ବଞ୍ଚିବ ସେ କଥା ତୁ କାହିଁ ଚିନ୍ତା କରୁଛୁ ଚିନ୍ତା କରିବିନି ବାପା ମୋ ବୋଉ ମରିଗଲା ବେଳେ ପରା ମତେ କହି ଯାଇଥିଲା ହେ ତୁଳସୀ ତୁ ଖାଇବା ପିଇବା ଭୁଲି ଯିବୁ ପଛେ ହେଲେ ଅଂଶକୁ ଭୁଲିବୁନି ତା ପାଖରେ ଛାଇ ଭଳିଥିବୁ ମୋ ମାଟା ସିନା ଆର ପାରିକୁ ଚାଲିଗଲା ହେଲେ ମୋ ଝିଅ ହେଇ ତାକୁ ଦେଇଥିବା କଥା କେମିତି ରଖିବି ମୋ ମା ତାର ପାରିରେ ଥାଇ କାନ୍ଦିବନି ଦରକାର ପଡ଼ିଲେ ମୋ ନିଜକୁ ବିକ୍ରି କରିଦେ ମୋ ଭାଇକୁ ମୁଁ ଖୁସିରେ ରଖିବି ଯୁଆଡୁ ଯେମିତି ହଉ ଟଙ୍କା ଯୋଗାଡ଼ କରି ମୋ ବାପା ଭାଇଙ୍କର ମୁଁ ଇଜ୍ଜତ ରଖିବି ମୁଁ ଜାଣିଛି ରେ ମା ମୋ ଝିଅ କେବେ ହାରିଯିବନି ସିଏ ଯୋଉ କାମରେ ହାତ ଦେଇଛି ସେ ନିଶ୍ଚୟ ଜିତିଛି ସେଥିପାଇଁ ତା ନାଁ ପୁରା ତୁଳସୀ ତୁଳସୀ ଯେମିତି ସବୁ କଳଙ୍କକୁ ଛାତି ଭିତରେ ଚାପି ଧରି ଏ ଦୁନିଆରେ ପୂଜା ପାଉଛି ମୋ ଝିଅ ସେମିତି ସବୁ କଳଙ୍କକୁ ଚନ୍ଦନ ଟୋପା କରିପାରିବ ଏ ଦୁନିଆର ସବୁ କଳଙ୍କକୁ ମୋ ଝିଅ ମୁଣ୍ଡରେ ମୁଣ୍ଡେଇ କହିବ କଳଙ୍କ ମୋ ପାଇଁ ଚନ୍ଦନ ଟୋପା
ସାମ୍ବାଦିକ ସତ୍ୟ ପ୍ରକାଶ ଶତ୍ରୁ ଧର୍ମ ନ୍ୟାୟର ପ୍ରତୀକ ଏ ଦେହରେ ଶେଷ ରକ୍ତ ବିନ୍ଦୁଟିଏ ଥିବା ପର୍ଯ୍ୟନ୍ତ ମୁଁ କେବେ ବି ଅନ୍ୟାୟର ପ୍ରଶ୍ରୟ ଦେବି ନାହିଁ। ଓ ସାମ୍ବାଦିକର କଲମ ମୁନରେ କେତେ ପାୱାର ଅଛି ସାମ୍ବାଦିକ କାହିଁକି ସାମ୍ବାଦିକ ତୁ କଲମରେ ଏତେ କାଳି ଅଛି ଏଇଠି ଅନାନି ମୁଁ ବାଟୁ ବିହାରୀ ମୋ ଚାଲି ସିନା ବଙ୍କା ହେଲେ ମୋର ଆଉ ସବୁ ସିଧାରେ ବାପା ଏଇ ଶୁଣୁ ମୋ କଥା ମାନେ ରାଣ୍ଡି ଛୁଆ କିଛି ଦିନ ବଞ୍ଚିଛୁ ନହେଲେ ଲାଲା ବାବୁ ତକାରି ମାରିବ ଏ ସାମ୍ବାଦିକ ଧମକ ଦଉଛ ଏ ସତ୍ୟ ପ୍ରକାଶକୁ ଧମକ ଦଉଛ କାଲିର ହେ ଲାଇଭ ନ୍ୟୁଜରେ ମୁଁ ବଡ଼ ବଡ଼ ଅକ୍ଷରରେ ତମର ସବୁ କଳା କାଣ୍ଡକୁ ଛାପି ଦେବି ତାପରେ ତୁମେ ଦେଖିବ ଏ ସାମ୍ବାଦିକର କଲମ ମୁନରେ କେତେ ପାୱାର ତୋ ପାୱାରକୁ ମାନିବାକୁ ପଡ଼ିବ ଦେଖିକି ରଖିଛୁ ପାୱାର ହଉ ତୋ ପାୱାର ତୁ ଦେଖଉଥା ମୁଁ ସାର୍ ମୁଁ ଡାକୁଛି ତତେ ଖାଲି କଷ୍ଟ କରି ହାଣିଦେବେ ସାରେ ଆସନ୍ତୁ ଏଇଠି ରାଣ୍ଡି ଛୁଆ ସାମ୍ବାଦିକ ଧରିଛି ଆସନ୍ତୁ ସାର୍ मुल्लाला दाउरू केलारू लाले किला सबुठी लगाए पाला सरुआ खाई पड़ राज्य पर राज्य बुली सहर पर सहर बुली भल लगी ओडिशा कंपानी मोर खड़ी खानदान मोर सरकार भी मोर हूँ जहाँ चाहे सैया करे मो साथी जे सालिश करे वो माला माल करे ମୋ ସାଥିରେ ଯିଏ ଗଦ୍ଦାରୀ କରେ ସେ ଶଳାକୁ ମୁଁ ଖତମ କରେ ଶଳା ସମାଜ ମୋତେ ପୋଲିସର ଧମକ ଦେଖାଉଛି ଶଳା ସାମ୍ବାଦିକ ଶଳା
तो बाटेरे चाली जा ए बंद कर तोर से भाषण मोर जानिबार तमे होत गोटे मर्डर स्वामी तम विषय मोर अधिक किछि जानिबा आवश्यक नाही लोग गोटाए मर्डर कले 14 दफा 2 दंड एकटा मर्डर कले सेई दफा सेई दंड तो हो हला न करी चुपचाप तो बाटे चाली जा ता न हले कोन करिबा तमे मोर आनी देली तते सेल्फ आनी देवी बाबू यदि घर को न आसे टंका न देवे मो मानवटा पाठ पढ़े केमती मु कौन करी मानवटा तो निहाती आसवा दरकार मो बाबू न आसले मु कौन करी मो बाबू को एरिया लोक समस्त डरती मो बाबू को ना शुणिले लोकों भीतर आतंक खेली जाए आ बाबू को ना शुणिले लोकों हार्ट बीट बढ़ी जाए तुलसी तुम चिंता न करी आराम से बस जाओ तुलसी आराम करिबा पाई मो पाखरे समय नहीं तुलसी माने मु कोन कहती अरे कौन मुंह होच कथा ना खोली की कहू ना अरे ना छाड़ से कथा तमे को कहिलो तमे की कोन करछ मु एठी बाबूंकर गाड़ी चलाउची बाबू तो भारी भलो लोक मो पाई तो साक्षात भगवान बाबू न चाहिए मो मन प्रभु को पाठ करी बैठती खाली मु काई मो बाबू को बाबू जे साहाय्य पे आछंती मो बाबू काहा को खाली हाथ रे फेरे नांती तुलसी तो चिंता करनी तुम आराम से बस मो बाबू एने आसी बिबे मु कोन कहती कि अरे कौन मुंह होच कथा ना खोली की कहू ना बिबे मु कोन कहती कि अरे कौन मुंह मोची अरे तुलसी कुआ तम बाबू को कही मते किछि टंका साहाय्य करे परिबो मना करनी बिबी मना करनी मु तुमको कथा दोची तम बाबू को टंका नहीं मु ताको हैरान करबिनी कि फांकी देबिनी मो पर विश्वास रखो ताको टंका मु शुद्ध मूल सहकारे सब सुची देबी प्लीज तम बाबू को कही मते के साहाय्य करो कुह बिबे मते को एति के साहाय्य करबनी तुलसी बुझी गली बिबे बुझी गली झियोटे तो सेठी पाई तमर मो परे भरोसा सुनीला तुलसी तम पर यथेष्ट भरोसा अच्छी तुलसी तमर मन अच्छी ना मु जानी मोर बिंदु ठीक मन अच्छी को कथा पिला बेले स्कूल फेरुतला बेले बाटा दिन गोटे मनी पर्स पाइल हाँ तो से मनी पर्स रे किछि टंका आ किछि कागज पत्र थाए हाँ सब संग मानकर से टंका उपरे लोभ होला हाँ आ तो समस्त कहले ए टंका उठे जाबे भोजी करी खाइबा तमे किंतु सीधा सीधा मना करी देलो हाँ सीधा टंका नहीं सारं का हाथ धरे दिलो तबे सेही छ तुलसी ना तबे काहा को ठकी देई पार दरकार पड़िले मो बाबू को पाई मु गोरतले पड़ी ए तो मु खाली हाथे के पठाई बिनी तुलसी बिबे तुलसी तुलसी एकदम बापा छी से खाली हाथ रे फेरे हाँ और केते टंका दरकार
ସାମ୍ନାରେ ଗୋଟେ ଲୋକଟାକୁ ମାରିଦେଲେ। ମୁଁ ସତ କହୁଛି ବିବେକ, ଥରୁଟେ ମୋ କଥାକୁ ବିଶ୍ୱାସ କର। ତମେ ଯାହାକୁ ଭଗବାନଙ୍କ ଆସନରେ ବସେଇଛ ସେଇଟା ଭଗବାନ ନୁହଁ, ସେଇଟା ଗୋଟେ ସୈତାନ। ତମ ଭାବନା ଭୁଲ ତୁଳସୀ। ଯାହା ଦେଖିଛ ସେ ସବୁ ଭୁଲ ଦେଖିଛ। ଆରେ ସେ ଲୋକଟା ମରିନି, ସେ ଲୋକଟାକୁ ମୁଁ ନେଇ ମେଡିକାଲରେ ପହଞ୍ଚେଇ ଦେଇ ଆସିଲି। ତୁଳସୀ, ଅନ୍ୟମାନଙ୍କର ଦୁଃଖ ଦେଖିଲେ ମୋ ବାବୁଙ୍କ ଆଖିରେ ଲୁହରେ ଛଳଛଳ ହୋଇଯାଏ। ମୋ ବାବୁ ପୁଣି ମଣିଷ ମାରିବେ ନାଇଁ ତୁଳସୀ, ନାଇଁ। ଏକଥା ମୁଁ କେବେ ବିଶ୍ୱାସ କରିପାରୁନି ତୁଳସୀ, ଏକଥା ମୁଁ କେବେ ବିଶ୍ୱାସ କରିପାରୁନି ତୁଳସୀ। ଅନ୍ୟମାନଙ୍କୁ ଦେଖି ମୋ ବାବୁକୁ ସନ୍ଦେହରେ ଭୟ କରନ୍ତି। ବାବୁ ତୁଳସୀର କିଛି ଟଙ୍କା ଦରକାର, ଆପଣ ତାକୁ ଦେବେନି। ମୁଁ ଯେତିକି ଜାଣିଛି ତୁଳସୀ ଭାରି ଭଲ ଝିଅ। ସମୟ ସୁଦ୍ଧା ଦେଖିଲେ ଆପଣ ଟଙ୍କା ନିଶ୍ଚୟ ସେ ସୁଝିଦେବ। ଆରେ ସିଏ ଦେଲେ ତ। ତୁଳସୀ, ତମେ କଣ ନବନି? ନେବି ବିବେକ, ଟଙ୍କାଟା ମୋର ନିହାତି ଦରକାର। ବାବୁ, ତୁଳସୀ ନବ ବାବୁ। ଏବେ ତୁ କଣ ଟଙ୍କା ନବୁନି? କି କଥା କହୁଛନ୍ତି ବାବୁ? ଟଙ୍କାଟା ନହେଲେ ମୋ ସାନ ଭାଇଟା ପାଠ ପଢିବ କେମିତି? ଟଙ୍କା ନହେଲେ ମୋ କଥାଟାକୁ ମୁଁ ରଖିପାରିବି ବାବୁ। ଆରେ ତମକୁ ଟଙ୍କା ଦେବି, କିନ୍ତୁ ଗୋଟାଏ କଣ୍ଡିସନ। କଣ୍ଡିସନ? यस कंडीशन। कंडीशन टा हैला तमे दुहे दुही को मैरिज करिवो। ଏମିତି କଥା କହି ଆମ ଦୁଇ ଜଣଙ୍କୁ ଅଡୁଆରେ ପକାନ୍ତୁନି ବାବୁ। ଆପଣଙ୍କ କଥା ଫେରେଇ ନିଅନ୍ତୁ ବାବୁ, ମୁଁ ଆପଣଙ୍କ କଥା ରଖିପାରିବି। यस ତାହେଲେ ମୁଁ ଆସୁଛି। ମୋ ବାପା ମୋ ପାଇଁ ଅନେକ ବାହାଘର ପ୍ରସ୍ତାବ ଆଣିଥିଲେ, କିନ୍ତୁ ମୋ ଘରର ପରିସ୍ଥିତି ପାଇଁ ମୁଁ ବିବାହ କରିବିନି ବୋଲି ମନା କରିଦେଇଥିଲି। ମୋ ବୋଉ ମୋ ବାହାଘର ପାଇଁ କେତେ ପ୍ରସ୍ତାବ ଆଣିଛି, ହେଲେ ମୁଁ କହି ଚାଲିଛି ମୋ ମାନବର ପାଠ ପଢା ନ ସରିଲା ପର୍ଯ୍ୟନ୍ତ ମୁଁ କେବେ ବି ବାହା ହେବି। ମୋ ବାପା ତାଙ୍କ ନିଶ୍ୱାସ ଠାରୁ ଅଧିକ ବିଶ୍ୱାସ କରନ୍ତି ମୋତେ। ମୋ ମାର ଘରର ବିନା ନିମନ୍ତରେ ମୁଁ ଘରର ଏଣ୍ଡୁ ବନ୍ଧଟି ହେଇନି। ଆଜି ଏତେ ବଡ ନିଷ୍ପତ୍ତି ମୁଁ କେମିତି ନେଇଯିବି ତୁଳସୀ? ମୁଁ ଯଦି ସେମାନଙ୍କ କଥାରେ ରାଜି ହେଇଯାଏ ତାହେଲେ ମୋ ବାପା ଭାଇଙ୍କର ଇଜ୍ଜତ ତଳେ ପଡିଯିବ। ଦୁଃଖରେ ଭାଙ୍ଗି ପଡିବେ, ସେ ମୁଣ୍ଡ ଟେକି ବାଟ ଚାଲି ପାରିବେନି। ମୋ ବୋଉ ମତେ ନା କିଛି କହିପାରିବନି, ହେଲେ ତା ମନେ ମନେ ସେ ବହୁତ କାନ୍ଦିବ। ଟଙ୍କା ନ ନେଲେ ଆମ ଘରଟା ବିକ୍ରି ହେଇଯିବ। ମୋ ପାଠ ଟଙ୍କା ନ ନେଲେ ମୋ ସାନ ଭାଇର ପାଠ ପଢା ବନ୍ଦ ହେଇଯିବ। ମୋ ବାପା ଭାଇ ଗଛ ମୂଳେ ଆଶ୍ରୟ ନେବେ। ପାଠ ପଢା ବନ୍ଦ ହେଇଗଲେ ମୋ ସାନ ଭାଇଟା ବେକାର ହେଇଯିବ। ଟଙ୍କା ନହେଲେ ସେ ଲୋକଟା ମୋ ବାପା ଭାଇକୁ ଧିକ୍କାର କରିବ। ବେକାର ହେଇଗଲା ପରେ ମୋ ସାନ ଭାଇଟା ଯଦି ଭୁଲ କାମ କିଛି କରିବ, ସେ ଏ ତୁଳସୀ ମୋ ସାନ ଭାଇର ଭବିଷ୍ୟତ ପାଇଁ ମୁଁ ତମକୁ ହାତ ଯୋଡୁଛି। ଗୋଟାଏ ରାତି ହଉ ପଛେ ତମେ ମୋ ସ୍ତ୍ରୀ ହୋଇଯାଅ। ସମସ୍ତେ ମତେ ଭୁଲ ବୁଝନ୍ତୁ, ହେଲେ ମୋ ଅଂଶୁଟା ଖୁସିରେ ଥାଉ। ମୋ ସାନ ଭାଇର ଜୀବନ ରକ୍ଷା କରିବା ପାଇଁ ଗୋଟିଏ ଦିନ ପାଇଁ ହଉ ପଛକେ ତମେ ମୋ ସ୍ୱାମୀ ହେଇଯାଅ। ମୁଁ ତମ ଗୋଡ଼ ତଳେ ତୁଳସୀ
ଆସନ୍ତୁ ବାବୁ, ଆମେ ଆପଣଙ୍କ କଥାରେ ରାଜି। ଆପଣ ଆମକୁ ଟଙ୍କା ଦିଅନ୍ତୁ। କହିଲେ କଣ ନା ପୁରୁଣା ଜମିଦାର। 7 ଦିନ ବିତିଗଲା, 7 ଟଙ୍କା ଯୋଗାଡ଼ କରିପାରିଲନି। ଏବେ ସେ ଲୋକ ଆସି ଘରେ ପହଞ୍ଚିବ, କଣ କହିବ ତାକୁ? 7 ଦିନ ଭିତରେ ଟଙ୍କା ଦେଇଦବ ବୋଲି କହିଥିଲ। ଝିଅରାଣୀ ତ ଭାରି ତ ଚାତର ଦେଖେଇ କଥା କହୁଛି ନା। ଟଙ୍କା ପାଇଁ ଯାଇଛି ନା ଅନ୍ୟ କୋଉଠିକି ଯାଇଛି, ସେ କଥା କିଏ କହିବ? ଓହୋ, ତୁମକୁ ମୁଁ ସାବଧାନ କରି ଦଉଛି। ମୋ ଝିଅ ତୁଳସୀ ବିଷୟରେ ଆଉ ପଦେ କିଛି କୁହନି। ଆରେ ସମୁଦ୍ର ହୁଏତ ଶୁଖି ଯାଇପାରେ, ଫୁଲ ହୁଏତ ପଥର ହୋଇ ଯାଇପାରେ, ଶ୍ରାବଣ ହୁଏତ ନିଆଁ ବର୍ଷା କରିପାରେ, ହେଲେ ମୋ ଝିଅ ତୁଳସୀ କୌଣସି ଭୁଲ ରାସ୍ତାରେ ପାଦ ଦବନି, କେବେ ନୁହେଁ। ବେଳ ବୁଡ଼ି ଆସି ସଞ୍ଜ ହେଲାଣି, ଏପର୍ଯ୍ୟନ୍ତ ଦେଖା ନାହିଁ, କାହିଁକି? ଆରେ ସେ କୋଟି ଟଙ୍କା ଗଛ ଲଗେଇନି କି ଟଙ୍କା ଛପା ମେସିନ ବସେଇନି ଯେ ଟଙ୍କା ଧରି ଘରକୁ ପଳେଇ ଆସିବ। ମୋ ଝିଅ ତୁଳସୀ କୋଟି ଟଙ୍କା ଯୋଗାଡ଼ କରି ନିଶ୍ଚୟ ଘରକୁ ଫେରିବ। ମୋର କିନ୍ତୁ ଆଜି ଫେରିବାର ନାହିଁ। ଆସିଛି ମାନେ ଟଙ୍କା ନେବି। ତମେ ବାପ ଝିଅ ଟଙ୍କା ଦବ। ସାଙ୍ଗ, ମୁଁ କଣ କହୁଥିଲି କି କଣ କହୁଥିଲ? ଆଉ କହନା ନନା ସହରକୁ କହନା, ପଇସା ଦେ। ଆରେ ବାଙ୍କ, ତୋର ସବୁ ଟଙ୍କା ଦେଇଦେବି, ହଁ। ହେଲେ 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 କଣ ମୁଁ ହେଲେ କଣ ମୁଁ ଏଇ କଥାଟା ବୁଝିପାରୁନ? ଏପର୍ଯ୍ୟନ୍ତ ଟଙ୍କାଟା ଯୋଗାଡ଼ ହେଇନି, ଆଉ କିଛି ଦିନ
ସବୁ ସିଧା ଆରେ ଜଗନ୍ନାଥ ମୋ ବୋହୂକୁ ନେଇକି ଯାଉଛି ଆରେ ମୋ ପୁଅକୁ କୋଉଠିକି ନେଇଯିବୁ? କୋଠିକୁ ଆଙ୍କ ବିହାରେ ପରିସ୍ଥିତିର ବଦଳି ଯାଇଛି ବୋଲି ତୋ କଥାକୁ ଆଜି ହଜମ କରିବାକୁ ବାଧ୍ୟ ହଉଛି। ତା ନହେଲେ ତୋ ତଣ୍ଟରୁ ଜିଭଟାକୁ ପାଣି ବାହାର କରିଦେଇଥାନ୍ତି। ନନସେନ୍ସ! ତୋର ଏତେ ସାହସ ମୋ ଘରର ବୋହୂକୁ ବେଶ୍ୟା କୋଠିକୁ ନେଇଯିବୁ? ଯିବୁ ନା ଗଳାରେ ଧକ୍କା ମାରି ବାହାର କରିଦେବି? ଦେଖିବା ଦେଖିବା କେମିତି କଣ ଧକ୍କା ମାରୁଛୁ ଜଗନ୍ନାଥ ଦେଖେ ତୋ ବୋହୂକୁ ନେଇକି ଯାଉଛି ଦେଖେ ନେଇକି ଯାଉଛି ଅମର୍ଷ ପଶୁ ଏ ଘର ଲକ୍ଷ୍ମୀକୁ ଛୁଇଁବା ପାଇଁ ତମେ ସାହସ କଲ କେମିତି? ତମ ଟଙ୍କା ସୁଝିବା ପାଇଁ 7 ଦିନ ସମୟ ନେଇଥିଲି। ସମୟ ପୁରିବା ପୂର୍ବରୁ ତମେ ଏ ଘର ଲକ୍ଷ୍ମୀକୁ ଅପମାନିତ କଲ କାହିଁକି? ଏ ଅମର୍ଷ ପଶୁ କହିଛି ମାନେ ତମ ଟଙ୍କା ମୁଁ ନିଶ୍ଚୟ ଦେବି, କିନ୍ତୁ ତା ପୂର୍ବରୁ ଏ ଘର ଲକ୍ଷ୍ମୀର ତମେ ଯୋଉ ହାତକୁ ଧରିଥିଲ ସେଇ ହାତରେ ତମକୁ ଚପଲରେ 100 ପାହାର ଶିଖା ଏଇଟାକୁ 100 ପାହାର ପିଟ। 100 ପାହାର କାହିଁକି? 1000 ପାହାର ପିଟିଲେ ବି ଏଇଟାର ପ୍ରକୃତି ଯେବେ ଚେଞ୍ଜ ହେଇଯିବେନି। ଆଉ ମନ ସଦାଳେ ଛୋଟ ହେଇଯାଇଛି ରେ ମା। ତା ନହେଲେ ପର ଘରେ ଆସି ଏମିତି ଅଘଟଣ ଘଟେଇ ନଥାନ୍ତା। ଏ ମା ତାକୁ ଶୀଘ୍ର ବିଦାୟ କଲୁ। ଖାଲି ମୋ ବାପାଙ୍କ ପାଇଁ ତମକୁ ମୁଁ ଛାଡ଼ିଦେ, ତା ରହିଥିଲେ ମୁହଁରେ ଚୂନ କାଳି ଭରି ବେକରେ ଚପଲ ମାଳ ପକେଇ ଗାଁଟା ସାରା ବୁଲେଇଥାନ୍ତି। ରାଉତ ପରା କହୁଛି ଟଙ୍କା ଚାଲ ଆରେ ଯାଅ ପରା କହିଲେ। କମ୍ପାନୀରେ ଟଙ୍କା ରଖିଦେଲି ତୋ ଝିଅ ମତେ ଟଙ୍କା ଦେଲା ତା ସହିତ ସୁଧ ବି ଦେଲା ଏଇଠି ମନେ ରଖିଛ କାନ ନା ହେଲେ ଚାପୁଡାର ମାର ମୁଁ କେବେ ଭୁଲିନି ସମସ୍ତଙ୍କୁ ଗୋଟି ଗୋଟି କରି ବଦଲା ଦେବି ଏଇଟା ନାନି ମୋ ନା ବାଙ୍କୁ ବିହାରୀ ମୋ ଚାଲି ସିନା ବଙ୍କା ହେଲେ ମୋର ଆଉ ସବୁ ସିଧା ତୁଳସୀ କେତେ ଟଙ୍କା ତୁ ଆଣିଲୁ କୋଉଠୁ? ଟଙ୍କା ଦବାର ଥିଲା ଟଙ୍କା ଦେଲି। ଟଙ୍କା କୋଉଠୁ ଆଣିଲି କେମିତି ଆଣିଲି ଏତେ କଥା ତମର ବୁଝିବା କଣ ଦରକାର? କାହିଁକି ମୋ ପାଇଁ ବ୍ୟସ୍ତ ହଉଛ? ଟଙ୍କା ମୁଁ ଆଣିଛି ମୁଁ ସୁଝିବି। ଏ ଶିଖା ଏ ଟଙ୍କାଟା ହଉଛି ତୋର। ତୁ କହୁଥିଲୁ ନା ଗହଣା କିଣିବୁ ନେ ସତରେ ତୋ ମନ ପସନ୍ଦର ଗହଣା କିଣିଦେବୁ। ଦେଖିଲ ବୋହୁ ଏ ଟିକେ ଆଗରୁ କହୁଥିଲ ମୋ ଝିଅ ତୁଳସୀ କୁଆଡେ ଲୁଚି ବାହାନା କରି ଚାଲି ଯାଇଛି ଆଉ ଏବେ କୁଆଡେ ଯାଇଥିଲା ପ୍ରମାଣ ପାଇଲ ତ? ତୁଳସୀ କଣ ହେଲା କାଇଁ ୟାଡୁ ସିଆଡୁ ଖାଇ ଦଉଛୁ? ଆରେ କହୁନୁ ମା କଣ ହେଇଛି ତୋର? ବାପା ଆରେ କହ ମା। ମୁଁ ଗୋଟେ ଭୁଲ କରିଦେଇଛି ବାପା। ଭୁଲ କରିଛ କି ଭୁଲ କରିଛୁ ତୁ? ଭୁଲ କରିଛ ମୁଁ ମା ହବାକୁ ଚାହୁଁଛି। ଭାରି ତ ଦମ୍ଭରେ ସେଦିନ କଥା କହୁଥିଲ ମୁଁ ଠିକ୍ ସନ୍ଦେହ କରୁଥିଲି ଏତେ ଟଙ୍କା ତମକୁ ଦବ କିଏ? କାହିଁକି ବା ଦବ? ଛି 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 ଏମିତି କୁଶ୍ଚିତ କାମ କରିବାକୁ ତମକୁ ଟିକେ ଖରାପ ଲାଗିଲାନି? ଏତେ ତଳକୁ ଖସିଗଲ ତମେ? ସେ ଯାହା କହୁଛି ସବୁ ମିଛ କହୁଛି। କହିଦେଲେ ବାପା
ସତ କଥାଟା ଧରୁତେ ତୁ କହିଦେ। ତୁ ଯାହା କହିଦେ ସବୁ ମିଛ କହିଲୁ। କେମିତି କହିବି ରାଜୁ? ସତଟାକୁ ମିଛ ବୋଲି ମୁଁ କେମିତି କହିବି? ଏମିତି ଗୋଟେ ଖବର ଶୁଣେଇବା ପୂର୍ବରୁ ତମକୁ ଟିକେ ବିଷ ମିଳିଲାଣି। ଶିଖା ନଈତେ ପୋଖରୀ ଦେଖାଗଲାଣି। ଆତ୍ମହତ୍ୟା ନ କରି ବଞ୍ଚି ରହିଛ। ଓ ଶିଖା ତମେ ଟିକେ ଚୁପ୍ ରୁହ। କାହିଁକି ଚୁପ୍ ହେବେ? କଣ ପାଇଁ ଚୁପ୍ ହେବି? ଆଜି ସିନା ମତେ ତମେ ଚୁପ୍ କରିଦବ, ହେଲେ କାଲି ଯେତେବେଳେ କଥାଟା ଦାଣ୍ଡରେ ପଡ଼ି ହାତରେ ଗଡ଼ିବ, କେତେ ଜଣଙ୍କୁ ଚୁପ୍ କରିବ? କେତେ ଜଣଙ୍କ ପାଖରେ ତମେ ହାତ ଦବ? ଓ ଶିଖା अरे काहे बहु ऊपर रागुचो शिखा तो किसी भूल कहूनी एटा मो मुह तळु को करी देला এই জগন্নাথ বিশ্বর মা নিজেটুকু মাটিরে মিশাই দেলা তা অভিযাত্রে কলঙ্ক লগাই দেলা মু বঞ্চি থাউ থাউ মো মুহরে চূর্ণ কালি ভরি দেলা মু জগন্নাথ মিশ্র মো পাখরে সম্পর্ক বড় নুহে ইচ্ছত বড় যে মো সম্মানরে কলঙ্ক লগাই দেলা তা মুহমু কেবে চাহিবিনি এক बाहर गो हरु बाहर ଏମିତି ଗୋଟେ ଖବର ଶୁଣିବା ପୂର୍ବରୁ ତମକୁ ଟିକେ ଲାଜ ଲାଗିଲାନି? ଭାଷା କଣ କହିଗଲେ ତମକୁ ଶୁଭା ଗଲାନି? ବାହାର ଏ ଘରୁ, ବାହାର କହୁଛି। କୁଆଡ଼େ ଯିବିନି ମୁଁ? କୁଆଡ଼େ ଯିବି? ମୋ ସମ୍ପର୍କରେ ଯେ କଳଙ୍କ ଲଗେଇଥିଲା ମୁଁ ଆଜି ତା ପାଇଁ ଜିଅନ୍ତା ସୁଧି ହେବି ମୁଁ ଆଜି ଜିଅନ୍ତା ସୁଧି ହେବି ମୋ ଝିଅ ବଞ୍ଚି ଥାଉ ଥାଉ ଏ ଅଂଶୁ ସେଦିନ ମୋ ସାନ ଝିଅଟା ମରି ଯାଇଥିଲା ରେ ଆଜି ମୋ ବଡ଼ ଝିଅଟା ବି ମରିଗଲା ଆରେ ଠିଆ ହୋଇଛୁ କଣ କୋକେଇ ସଜା ପରେ ସାରି ଭାଇ ଡାକି ଆଣେ ଆରେ ମୋ ଝିଅର ସବ ପୁରା ମୋ ଶାଢ଼ୀକି ଯିବ ମୋ ଝିଅ ସବୁ ମୋ ଶାଢ଼ୀକି ଯିବ ଏ ଅଂଶୁ ଏ ବହୁ ଆରେ ନିଅ ପିତା ପାଣି ନିଅ ପିତା ଏ ଅଂଶୁ ଏ ଘର ପାଇଁ ଏଇ ଝିଅଟା କେତେ କଣ କରିଥିଲା ରେ ନିଜେ ଅଧା ପାଟୁଆ ରହି ତମକୁ ପାଠ ପଢେଇଥିଲା ଆଉ ନିଜେ ନ ଖାଇ ନ ପିଇ ଭୋକ ଉପାସ ରହି ତମକୁ ଖାଇବାକୁ ଦେଇଥିଲା ରେ ହେଲେ ତାପରେ ଆମେ କିଛି କରିପାରିଲେନି ରେ ଅଂଶୁ ତା ଆତ୍ମର ସଦ୍ଗତି ପାଇଁ
ଆମେ ଟିକେ ଈଶ୍ୱରଙ୍କ ପାଖରେ ଶୋକ ସଭା କରିବାନି? ବାପା ବାପା ତମେ ସେମିତି କରନି ବାପା। ବାପା ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର ବାପା। ବାପା ମୋ କଥା ଟିକେ ଶୁଣ ବାପା। ତମେ ସେମିତି କରନି ବାପା। ବାପା ମୋ ପରା ବଞ୍ଚିଛି। ପାଟି କରନା, ଜମା ବି ପାଟି କରିନା। ଏ ଦୁନିଆରେ ସବୁ ଝିଅ ମାନେ ବାହା ହୋଇ ଶାଶୁ ଘରକୁ ଗଲା ବେଳେ ତାଙ୍କ ବାପାଙ୍କୁ ଜିଅନ୍ତା ପିଣ୍ଡ ଦେଇ ଯାଆନ୍ତି। ହେଲେ ମୋ ଝିଅ ଆଜି ବଞ୍ଚି ଥାଉ ଥାଉ ମୁଁ ତାକୁ ଜିଅନ୍ତା ପିଣ୍ଡ ଦେବି। ବାପା ତମେ କଣ ପାଗଳ ହେଇଗଲ? ହଁ ମୁଁ ପାଗଳ ହେଇଯାଇଛି, ପାଗଳ ହେଇଗଲେ କ୍ଷୀରି ଝିଅଟା ମତେ ପାଗଳ କରିଦେଇଛି। ଏ ଅଂଶୁ, ଆରେ ଏ ଝିଅଟା ଘର ପାଇଁ କେତେ କଣ କରିଥିଲା। ଏ ଦୁନିଆର ସବୁ ଝିଅ ମାନେ ବାପା ପାଇଁ କେତେ କଣ କରନ୍ତି। ହେଲେ ମୋ ଝିଅଟା ମୋ ବି ଆଜି ମରିଗଲାଣି। ଏ ଅଂଶୁ, ମୋ ଝିଅଟା ଆଜି ମରିଗଲା। ଚାଲିଯା ମୋ ସାମ୍ନାରୁ। କେତେ ଆଶା କରିଥିଲି, କେତେ ମୁଁ ଭରସା କରିଥିଲି, ଶେଷରେ ତୁ ବି ମତେ ଠକିଦେଲୁ। ଆଜି ଠୋଇ ସମ୍ପର୍କର ଡୋରିଟା ଛିଣ୍ଡି ଗଲା। ଆଜିଠୁ এই জগন্নাথ মিশ্র তো ভাই মরিগলা ଆଉ ମୋ ଭାଇ ତୁ ମରିଗଲୁ। ଅପଲ ତୋ ଆଖିକି ଦେଖି ମୁଁ ଠିକ ଅନୁଭବ କରିପାରୁଛି ତୁ ଯାହା କହିଲୁ ସବୁ ମିଛ କହିଲୁ ନା। ଏ ଅପା ତୁ ମତେ ବହୁତ ଭଲ ପାଉନା। ମୋ ଆଖିରୁ ଟିକେ ଲୁହ ଝରିଲେ ତୋ ଛାତିରୁ ଲହୁ ଝରେ ନା। ମୋ ଉପରେ ଟିକେ ଧୂଳି ପଡ଼ିଗଲେ ତମର ପାହାଡ଼ ପଡ଼ିଲା ପରି ଲାଗେ। ଆଜି ସତ କଥାଟା କଣ ତୁ ମତେ କହିବୁନି? अरे काहे की
କାହିଁକି ମତେ ବାରବାର ସେଇ ଗୋଟିଏ ପ୍ରଶ୍ନ ପଚାରୁ? ଥରେ ତ କହିଲି ମୁଁ ଯାହା କହିଛି ସେ ସବୁ କଥା ସତ। ଏ ବାପା ତମେ କାହିଁକି ଘରେ ଗୋଟେ ମିଛ ନାଟକ କଲୁ? କାହିଁକି ଜାଣି ଶୁଣି ନିଜକୁ ନିଜ ବଦନାମୀ ହେଇଗଲୁ? ଆରେ ମିଛ ନାଟକ ନ କରିଥିଲେ ମୋ ବାପା କଣ ମତେ ଘୃଣା କରିଥାନ୍ତି? ମୁଁ କଣ ଏ ଘରୁ ଯାଇପାରିଥାନ୍ତି? ଆରେ ମୁଁ ତ ଚାହୁଁଥିଲି ମୋ ବାପା ମତେ ଘୃଣା କରନ୍ତି। ଏ ଘୃଣାରେ ମୋ ମୁହଁକୁ ଚାପ ପକାନ୍ତି, ମତେ ଏ ଘରୁ ବାହାର କରିଦିଅନ୍ତି। ଏଟା ତୁ ଏ ଘର ଛାଡ଼ି ଯାଆନି ଲୋ ବାପା। ତତେ ଜାଣି ମୁଁ ବଞ୍ଚି ପାରିବିନି। କଣ କବିଛୁ? ତତେ ଛୁରୀ ତୋ ଅପାଟା ବଞ୍ଚି ପାରିବ? ତତେ ପାଖରେ ନ ଦେଖିଲେ ତୋ ଅପା ଆଖିକୁ ନିଦ ଆସିବ। ସବୁବେଳେ ମୋ ବାପା ଭାଇଙ୍କ କଥା ମୋର ମନେ ପଡ଼ିବାରେ ଆସୁ। ତୁ ଖାଲି ଏତିକି ଜାଣିଥା, ଏ ଘରୁ ଚାଲିଯିବା ପରେ ତୋ ଅପା ଆଖିଟାକୁ ଆଉ ନିଦ ଆସିବ। ମୋ ବାପା ଭାଇଙ୍କ କଥା ମନେ ପକେଇ ତୋ ଅପା ଆଖି ଦିଟାକ କାନ୍ଦି କାନ୍ଦି ଥକିଯିବ। ହେଲେ ତୁ ଏ ଘର ଛାଡ଼ି ଯାଉଛୁ କଣ ପାଇଁ? ମୁଁ ଏ ଘର ଛାଡ଼ି ନ ଗଲେ ମୁଁ ଦେଇଥିବା କଥା ମୁଁ ରଖିପାରିବିନି। ଆଉ କାହା ପାଖରେ ମୁଁ ବିଛେଇ ହେଇଯିବି। ହେ ଅଛୁ, ତୁ ଯେମିତି ଆଜି ରାଳ ନିୟମ ପକେଇ ମତେ ବାଧ୍ୟ କରି ସତ କଥାଟା ଜାଣିବା ପାଇଁ ଚାହୁଁଛୁ, ତୋତେ ବି ତ ଅପାର ନିୟମ। ଏବେ କୌଣସି ଦିନ ଏ କଥା ତୁ ଯେମିତି ବାପାଙ୍କ ଆଗରେ ନ କହୁ। ଆଜିଠାରୁ ବାପାଙ୍କ ଦାୟିତ୍ୱ ତୋତେ ଲାଗିଲା। ବାପାଙ୍କ ଖାଇବା ପିଇବା କଥା ବୁଝିବୁ, ଶିଖା ସହିତ ଝଗଡ଼ା କରିବୁନି, ଲେଟ୍ ନାଇଟ୍ରେ ଘରକୁ ଫେରିବୁନି। ଆଜିଠାରୁ ଏ ଘର ତୋତେ ଲାଗିଲା। ଆଉ ମତେ ପଛରୁ ଡାକେ ତତେ ତ ଅପାର ନିୟମ। ଗଲାବେଳେ ଗୋଟେ ଜିନିଷ ମାଗିଲି, ତୁ ମତେ ଦବୁ? ହେଉଛୁ ତୋ ଅପା ପାଖରେ ଆଉ କଣ ଅଛି ଯେ ତୋ ଅପା ତତେ ଦେଇପାରିବ? ବହୁତ କିଛି ଅଛି ଲୋ ଅପା, ବହୁତ କିଛି ଅଛି। ଅପା ଲୋ, ମତେ ଋଣ ମୁକ୍ତ କରିବା ପାଇଁ ତୁ ଶେଷରେ ଆଉ କାହା ପାଖରେ ବିକ୍ରି ହେଇଗଲୁ ନା? ଆମେ ଭୁଲରେ ତୁମର ଭଉଣୀ ହେଇଗଲୁ ଲୋ। ସତ କହିବା ଗଲେ ତୁ ମୋ ମା ହବାର ଥିଲା। ମୁଁ ଯାହା ବି କିଛି କରିଛି ମୋ ଘରର ମାନ ସମ୍ମାନ ବଞ୍ଚେଇବା ପାଇଁ କରିଛି। ମୋ ଭାଇକୁ ଋଣମୁକ୍ତ କରିବା ପାଇଁ କରିଛି। ମୋ ଘରର ମାନ ସମ୍ମାନ ବଞ୍ଚେଇବା ପାଇଁ, ମୋ ଭାଇକୁ ଋଣମୁକ୍ତ କରିବା ପାଇଁ ମୁଁ ଆଜି ସବୁ କଳଙ୍କକୁ ମୋ ମୁଣ୍ଡ ଉପରେ ଲଦି ଦେଇଛି। ରାଜ ରାସ୍ତାରେ ଚାଲିଲା ବେଳେ ମୁଁ ଚିତ୍କାର କରି କହିବି, ମୋ ପାଇଁ କଳଙ୍କ ହେଇଗଲା ଚନ୍ଦନ ଟୋପା।
ବେଳ ଆସି ବୁଡ଼ିବାକୁ ବସିଲାଣି ସହିପାରୁନି ସେବାଳି ତମକୁ ଗୋଟାଏ ମୁହୂର୍ତ୍ତ ନ ଦେଖିଲେ ମତେ ଗୋଟାଏ ଯୁଗ ପରି ଲାଗୁଛି ସହିପାରୁନି ସେବାଳି ତଳେ ପଡ଼ିଥିବା ରକ୍ତକୁ ପଛେ ଦେଇ ହୁଏତ କଥାଟାକୁ ଲୁଚାଇ ଦେଇପାରିବ। ରୋଗଟା ଉପରେ ତମେ ଲୁଚାଇ ଦେଇପାରିବ? ମୁଁ ସବୁ କଥା ଜାଣିସାରିଛି। କିଏ ଭୁଲ ମୁଁ କରିଥିଲି? କାହିଁକି ମୋ ସହିତ ଏତେ ବଡ଼ ଖେଳ ଖେଳିଲ? କାହିଁକି ମୋ ଆଶା ଭରସାକୁ ଭାଙ୍ଗି ରୁଚି ଚୁରମାର କରିଦେଲ? କଣ ହେଇଛି ତମର ସେପାଳି କାହିଁକି ତମେ ଏତେ ଗପି ଯାଉଛ ମୁଁ ତମ କଥା କିଛି ବୁଝିପାରୁନି ଆଉ ବାହାନା କରନି। ମୋ ଜଗନ୍ନାଥ ମିଶ୍ରଙ୍କ ଅଲି ଅଳି ଝିଅ ତୁଳସୀ ଅପାର ଗେଲି ଭଉଣୀ ମୋ ମା ଚାଲିଗଲା। ମୋ ଅପା ମା ହିଁ ମତେ ବଡ କରିଛି। ପର ଘରେ ଟ୍ୟୁସନ କରି ମତେ ପାଠ ପଢେଇଛି। ମୋ ବାପା ଭାଇଙ୍କ ପାଖରୁ ଦୂରେଇ ଆସି ମୁଁ ଭୁଲ କରିଛି। ମୁଁ ତ ଆଉ କେବେ ବି ସେମାନଙ୍କ ପାଖକୁ ଫେରି ଯାଇପାରିବିନି। ହେଲେ କଣ କରିବି ମୁଁ? ମୋ କୋଳରେ 4 ବର୍ଷର ଛୁଆ। ଏଇ ଛୁଆକୁ ନେଇ ମୁଁ କେମିତି ବଞ୍ଚିବି? କେମିତି ବଞ୍ଚିବି ମୁଁ? ସେପାଳି କଣ ତମେ ଏତେ ଗପି ଯାଉଛ ତମେ କଣ ପାଗଳ ହେଇଯାଇଛ ମୁଁ ପାଗଳ ହେଇଯାଇଛି। ପାଗଳ ହେଇଯାଇଛି ମୁଁ। ଆଉ ତମେ ମତେ ପାଗଳ କରିଦେଇଛ। ତମକୁ ବିଶ୍ୱାସ କରି ମୁଁ ଭୁଲ କରିଛି। ତମେ ଗୋଟେ ବିଶ୍ୱାସଘାତକ। ସେପାଳି ତମେ ମତେ ବିଶ୍ୱାସଘାତ କହିପାରୁଛ ରୁଦ୍ରପଦ ମାନସିଂହର ପୁଅ ମୁଁ ମାର୍ବଲ ଚଟାଣ ଦିନେ ବଡ ହୋଇଥିଲି ହେଲେ ଏବେ ଏ ସହରର ଗୋଟେ ଝୁମ୍ପୁରି କୁଡ଼ିଆରେ ମୋ ଦିନ କାଟୁଛି ଘିଅରେ ଖାଇ ମୁଁ କ୍ଷୀର ଦିନେ ହାତ ଦଉଥିଲି ହେଲେ ଏବେ ସେ ପାଣି ପିଇ ମୋ ଭୋକ ମେଟଉଛି ସେମିତି କୁହନି ସେ ପାଣି ତମ କଥା ମତେ ଭାରି କଷ୍ଟ ହଉଛି ତମେ ଆହୁରି କଷ୍ଟ ପାଇବା ଦରକାର। କାରଣ ତମେ ମତେ କଷ୍ଟ ଦେଇଛ। ତମେ ମୋ ସହିତ ଛଳନା କରିଛ। ତମେ ମୋ ସହିତ ପ୍ରତାରଣା କରିଛ। ତମେ ଜଣେ ନିଛୁଆ ସ୍ୱାମୀ। ତମେ ମତେ ସେ କରିବାର ରଖିବାର ଉଦ୍ଦେଶ୍ୟ ରଖିଲ। ତମେ ମୋ ଶରୀରକୁ ନେଇ ଏନ୍ଜୟ କରିବାର ଉଦ୍ଦେଶ୍ୟ ରଖିଲ। ତମେ ମତେ କେତେ ଭଲ ପାଅ। ପାଇଗଲି ଆସୁ। ତମ ସ୍ତ୍ରୀ ପରିବାର ପୁରସ୍କାର ମୁଁ ପାଇଗଲି। ମତେ ବିଶ୍ୱାସ କର ସେ ପାଣି ମୁଁ ତୁମକୁ ବହୁତ ଭଲ ପାଏ ଆରେ ତମେ ଯଦି ମତେ ପ୍ରକୃତରେ ଭଲ ପାଇଥାନ୍ତ ତାହେଲେ କଥାଟା ମତେ କେବେ ଲୁଚାଇ ରଖିନଥାନ୍ତ। ତମକୁ ବହୁତ ଦିନ ଲୁଚାଇ ରଖିଛି ତମ ଲିଭରୁଇ ସେ କଥା ମୁଁ ତୁମକୁ ଅନେକ ଆଗରୁ କହିବାକୁ ବି ଚାହିଁଛି ହେଲେ ତମେ ଶୁଣିବା ପାଇଁ ଚାହିଁନ ଆଉ କିଛି କହିବା ଦରକାର ନାହିଁ। ଆରେ ଆଜି ନହେଲେ ତମେ କାଲି ମରିବ। ତମ ପାଇଁ ମୁଁ କାହିଁକି ମୋ ଜୀବନଟା ନଷ୍ଟ କରିବି? ବରଂ ଏ ଘର ଛାଡ଼ି ମୁଁ ସବୁଦିନ ପାଇଁ ଚାଲିଯିବି। ସେ ପାଣି ତମେ କୁନ୍ତି ଗାନ୍ଧାରୀ ଦେଶର ବୋହୁ ନା ଏଇ ପୁଣ୍ୟଭୂମିର ସ୍ତ୍ରୀ ନା ଏଇ ପୁଣ୍ୟଭୂମିର ସ୍ତ୍ରୀ ଥିଲେ ସୀତା ସିଂହାସନକୁ ତ୍ୟାଗ କରି 14 ବର୍ଷ ବନବାସ ଚାଲି ଯାଇଥିଲେ ଏଇ ପୁଣ୍ୟଭୂମିର ସ୍ତ୍ରୀ ଥିଲେ ସାବିତ୍ରୀ ନିଜ ସ୍ୱାମୀଙ୍କ ଜୀବନ ଫେରି ଆଣିବା ପାଇଁ ଯମରାଜଙ୍କ ପାଖକୁ ଚାଲି ଯାଇଥିଲେ ଆଉ ଏଇ ପୁଣ୍ୟଭୂମିର ସ୍ତ୍ରୀ ଥିଲେ ସତ୍ୟା ନିଜ ସ୍ୱାମୀକି ଋଣମୁକ୍ତ କରିବାକୁ ଯାଇ ନିଜେ ରାଣୀରୁ ଚାକରାଣୀ ପାଲଟି ଯାଇଥିଲେ ଆଉ ଏଇ ପୁଣ୍ୟଭୂମିର ସ୍ତ୍ରୀ ହେଇ ତମେ ତମ ସ୍ୱାମୀଟା କୋଉଦିନ ମରିଯିବ ବୋଲି ଭାବି ତମେ ତାକୁ ଛାଡି ଚାଲିଯିବ କହୁଛ କାହିଁକି ଯିବିନି? କଣ ପାଇଁ ଯିବିନି ମୁଁ? ସୀତା ନୁହେଁ କି ସାବିତ୍ରୀ ନୁହେଁ। ମୁଁ ସଫାଇ। ସ୍ୱାମୀର ତ୍ୟାଗ ମୁଁ ସହିପାରିବିନି। ବରଂ
रे रूपटा चिरस्थायी नुहे रूपटा होची क्षणस्थायी दिने बोला बहुला परी तुम रूप मौली जीव तुम रंग फिका पड़ी जीव सेतबेले तुम कुआड़े जीव कोउ संपाकू को जीव ए भूल निष्पत्ति नियम से परी तुम हारी जीव निष्पत्ति नहीं सारी तुमको कहीं की अटके रखी तमें मरी गले मुझे सुख पाइबी से पानी जीवा पूर्व मो पोटा को मते दे दाओ मो तारी मुहर तम मुहर देखि दिन काटिबी दियो से पानी मो पुओ को मते दियो ना ए छुआ को मो तमु केबे भी दई परिबिनी देई परिबोनी काहे के देई परिबो सब କଥା मो तमु कहि परिबिनी ओ तमे पुओ किनो ता नहले मु जोर करी छाड़ी नेबी आओ जोर करी काहे कि नबो बरम ए छुआटा को मो तमु को देई दो खुशी हो भगवान तमको आशीर्वाद ओ पुओ गुनिया ले से पानी कोटाई कथा मन मते जेमिति बर करि देलो मो पुओ को केबे भी बर करि जाने जे पानी से पानी नियो से पानी तम बाटरे तमे चली जाओ
ଯେଉଁମାନେ ବାପାଙ୍କ ପାଖରୁ ଟଙ୍କା ଚୋରି କରି ନିଜେ ନ ଖାଇ ନ ପିଇ ପ୍ରେମିକାକୁ ଦହିବରା ଗୁପଚୁପ ଆଇସ୍କ୍ରିମ ଦିଅନ୍ତି ସେହି ପ୍ରେମିକମାନେ ଆଜି ସ୍ୱାର୍ଥ ହାସଲ ହେଇଗଲା ପରେ ଗୋଇଠା ମାରି ଚାଲି ଯାଆନ୍ତି। ଆରେ ମୁଁ କହୁଛି ଜୀବନରେ କେବେ ବି ପ୍ରେମ କରନି, ପ୍ରେମ କରି ସୁନ୍ଦରୀ ଝିଅକୁ କେବେ ବି ବିବାହ କରନି, କେବେ ବି। କେମିତି ଅଛୁ? ଭଲ ଅଛୁ ନା? ଆରେ ମାନବ ତୁ ଆସିଛୁ ନା ତୁ ଏଇ ସଜାଉଛୁ ନା? ହଁ ସାଙ୍ଗ, ତୁ ଜାଣିଲେ ଖୁସି ହବୁ। ବହି ଚ୍ୟାନେଲ ଜଏନ୍ କରିଛି। ଆବେ ତୁ ଆ ଭିତରେ କେବେ ପୋଲିସ ଚାକିରି କରିସାରିଲଣି? କଣ କଥା ମତେ ଜଣେଇଲୁ? ତମେ କେମିତି ଜାଣିଛନ୍ତି କହିଲୁ? ତୁ ମତେ କେବେ ଫୋନ କରିଛୁ ନା ଏଇ ସହରରେ ରହୁଛୁ ବୋଲି ଠିକଣା ଦେଇଛୁ? ଆଉ ତୁ କାହିଁ ଯାଇଲୁ ମୁଁ ଏଟା ରହୁଛୁ ବୋଲି କି? ହଠାତ୍ ମୋ ସହ ଦେଖା ହେଇଗଲା। ମଉସା କହିଲେ ତୁ ଏଇଠି ରହୁଛୁ। ଆଉ ଏକଥା ବି କହିଲେ ତୋର ମ୍ୟାରେଜ ସରିଯାଇଛି। ଆରେ ସାଙ୍ଗ, ଆଉ ତୁ ଦେଖିବାକୁ କେମିତି ବେ? ଆଁ? ଜାଣିଛୁ ପସନ୍ଦର କରିଛ ଘରକୁ ଆସିଛି। ଭାଉଜଙ୍କର ମୁହଁ ଦେଖା ଦେବା ପାଇଁ ମୁଁ ଗୋଟେ ଗୀତାଟିଏ ଆଣିଲି। କାହିଁକି ଜାଣୁ? ମୁଁ ଦେଖିଲି ଗୀତା ସବୁଠାରୁ ମୂଲ୍ୟବାନ। ଏଥିରେ ସତ୍ୟ, ଧର୍ମ, ନ୍ୟାୟ ସବୁ କଥା ଅଛି ରେ ସାଙ୍ଗ। ଗୀତାଟିଏ ଦେଇ ଭାଉଜଙ୍କୁ କହିବି ସେ ସବୁଦିନ ପାଇଁ ସଦାଚାରୀ ହୋଇ ରହିବେ। ସାଙ୍ଗ ଆରେ ସାଙ୍ଗ, ମୁଁ ଏତେ କଥା କହୁଛି ତୁ ଚୁପ୍ ହେଇକି ରହୁଛୁ କଣ? ଡାକିଲୁ ଭାଉଜକୁ ଡାକିଲୁ, ମୁଁ ଦେଖା କରି ଟିକେ ପଳେଇବି। ସାଙ୍ଗ ତୁ ଯାହା ଗୀତା ଦେଇ ପ୍ରତିଦିନ ପଢା କରିବା କଥା କହି ଆସିଛୁ ନା, ସିଏ ମତେ ଉପନ୍ୟାସର କାହାଣୀ ଶୁଣି ତା ବାପ ଘରକୁ ଚାଲି ଯାଇଛି। ମାନେ ଆରେ ମାନେ ଆଉ କଣ? ଆରେ ଆଜିକାଲିର ନାରୀ ମାନେ ଏଇ ଗୀତା ଭାଗବତ ପଢିବାକୁ ଭଲ ପାଆନ୍ତି ରେ ସାଙ୍ଗ, ସେକ୍ସ ନୋବେଲ ପଢିବାକୁ ଭଲ ପାଆନ୍ତି। ସାଙ୍ଗ, ତୁ ଏମିତି କଣ କହୁଛୁ? ପାଠ୍ୟକ୍ରମ କରି ତା ବାପ ଘରକୁ ଚାଲି ଯାଇଛନ୍ତି। ଆରେ ଛା ନା ସେ କଥା, ସେଇ ଗୀତାଟା ମତେ ଦେଇଯା, ତୋ ଭାଉଜ ଆସିଲେ ମୁଁ ତାକୁ ଦେଇଦେବି। ଠିକ ଅଛି, ଭାଉଜକୁ ଗୀତା ଦେଇଦେବୁ। ହଉ ଯା, ଏତେ ଦିନ ପରେ ଦେଖା ହେଇଛି ଚାଲ ଚା ଫା କିଏ ପିଇବା, ପିଲାଦିନ କଥା ମନେ ପକେଇ ଖୁସି ମଜା କରିବା। ଆରେ ଆରେ ମୁଁ ତତେ କହୁଛି କଣ, ତୁ ସିଆଡେ କାହାକୁ ଚାହିଁଛୁ ସାଙ୍ଗ? ନାଇଁ ସାଙ୍ଗ, କଥା କଣ କି ମଉସା ମୋ ସାଙ୍ଗରେ ଆସିଥିଲେ, ହଠାତ୍ କୋଉଠି ରହିଗଲେ ମୁଁ କିଛି ଜାଣିପାରୁନି। କଣ କହିଲୁ ବାପ ଆସୁଛୁ ଏଠିକି? ମୁଁ କେତେବେଳୁ ଆସି ସାରନ୍ତି। ଲୋକଙ୍କୁ ପଚାରିଛି, କେତେ ଖୋଜିଛି, ହେଲେ କାହାଠୁ ଠିକଣା ପାଇନି। ଆରେ ତୁ ସିନା ଘର ଛାଡ଼ି ଚାଲି ଆସିଲୁ ନା, ତୁ ଆସିଲା ଦିନଠୁ ତୋ ବୁଢା ବାପାଟା କେମିତି ଦିନ କାଟୁଛୁ ଏବେ ଭାବି ପାରିଛୁ? ସାଙ୍ଗ, ମଉସା କଣ କହୁଛନ୍ତି ବୁଝିପାରୁଛୁ ତ? ବାପା ଆରେ ସବୁ ବାପା ମାନେ ସବୁ ପିଲାଙ୍କର ମଙ୍ଗଳ ଚାହାନ୍ତି, ହେଲେ ମୁଁ ଏମିତି ଗୋଟାଏ ବାପା ଯେ ନିଜ ଛୁଆର ସୁଖ ବଦଳରେ ଦୁଃଖ ଚିନ୍ତା କରେ, ଭଲ ବଦଳରେ ମନ୍ଦ ଚିନ୍ତା କରେ। ତୁ କାହିଁକି ଏମିତି କଲୁ ରେ ବାପା? ତୁ କଣ କହିଥିଲେ ସେ ଝିଅ ସହିତ ମୁଁ ତୋର ବାହାଘର କରିନଥାନ୍ତି ନା ସେ ଝିଅକୁ ବୋହୂ କରି ମୋ ଘରକୁ ନେଇନଥାନ୍ତି? ବାପା ଆରେ ଆସୁ, ତୁ ସିନା ବାହାଘର ବୋହୂକୁ ଧରିକି ଚାଲି ଆସିଲୁ, ମୁଁ ଆଜି ଆସିଛି ମାନେ ମୋ ବୋହୂକୁ ନ ନେଇ ଏଠାରୁ ଯିବି। ମୁଁ ପଚାରୁଛି ମୋ ବୋହୂ କୁଆଡେ ଗଲା? ମାନେ କରି ତମ ବୋହୁ ତା ବାପ ଘରକୁ ଚାଲି ଯାଇ। ଆରେ ତା ବାପ ଘରକୁ ଚାଲି ଯାଇଛି? ଆରେ କଣ ପାଇଁ ଚାଲି ଯାଇଛି? ଯଦି ସେ ତା ବାପ ଘରକୁ ଚାଲି ଯାଇଛି, ଆରେ ଚାଲୁନୁ ଆମେ ତାକୁ ସାଙ୍ଗରେ ନେଇ ଆମ ଘରକୁ ଚାଲିଯିବା। ନାଇଁ ବାପା, ଆମେ ସେଠିକି ଯାଇପାରିବାନି, ତା ବାପ ଘର ହଉଛି ଆମ ପାଇଁ ବାଘ ରାଇଜ। ସାଙ୍ଗ, ତୁ ଏମିତି କଣ କହୁଛୁ? ମୁଁ ଠିକ କହୁଛି ରେ ସାଙ୍ଗ। ମୁଁ କରିଛି, ମୋ ପାଇଁ ମୋ ବାପା କାହିଁ ଦଣ୍ଡ ଭୋଗିବେ? ଯଦି ଦଣ୍ଡ କିଏ ପାଇବାର ଥାଏ ସେ ହଉଛି ମୁଁ। ବାପା ଜୀବନ ସାରା ଖୁସି ରହିବେଲି ମୋ ସିନା ତମ ଆଖିରେ ଲୁହ ଦେଇ ଆଣି ଆସିଥିଲି, ହେଲେ ଏଠି ଆସି ମୁଁ ହସି ପାରୁନି ବାପା। ଏଠି ପ୍ରତି ମୁହୂର୍ତ୍ତରେ ମୁଁ କେବଳ କାନ୍ଦି ଚାଲିଛି। ନା ମୁଁ ତମର ଗୋଟେ ଭଲ ପୁଅ ହେଇପାରିଲି, ନା ମୁଁ ଗୋଟେ ଭଲ ସ୍ୱାମୀ ହେଇପାରିଲି। ଏଥିପାଇଁ କେବଳ ତମେ ଦାୟୀ ବାପା,
କେବଳ ତମେ ଦାୟୀ। ପିଲାବେଳେ ମତେ ଯେମିତି ଶାସନ କରୁଥିଲ ଆଜି ମତେ ସେମିତି ଶାସନ କରି ଭଲ ବାଟକୁ ଫେରେଇ ଆଣ ବାପା। ମତେ ଶାସନ କର ବାପା, ମାର ବାପା, ମତେ ମାର। ମୋ ଛାତିର କଲିଜା, ମୋ କଲିଜାକୁ ଆଘାତ ଲାଗିଲେ ମତେ କଣ କଷ୍ଟ ହବନି? ତୁ ବିଶ୍ୱାସ ରଖ, ତୋ ପ୍ରେମ ଯଦି ସତ ହେଇଯିବ ମୋ ବହୁ ଦିନେ ନିଶ୍ଚୟ ତୋ ପାଖକୁ ଫେରିବ। ବିଶ୍ୱାସ ରଖ, ମୋ ବହୁ ଦିନେ ନିଶ୍ଚୟ ତୋ ପାଖକୁ ଫେରିବ। ଆଉ ସେଇଦିନ ଗୀତା ଦେଇଦେବ ମୋ ଭାଉଜଙ୍କୁ, ସବୁଦିନ ପାଇଁ ସେ ସଦାଚାରିଣୀ ହୋଇ ରହିବେ।